ଜଗନ୍ନାଥ ସାଙ୍ଗମାନେ ସକାଳୁ ଉଠି ଯାଇ ବାହାରେ ଦେଖ ତ କୁହୁଡ଼ି ପାଗ ପୁରା ଭର୍ତ୍ତି ବାହାରେ। ଶୀତ ଦିନ ଯେହେତୁ ସକାଳୁ ସକାଳୁ ପ୍ରବଳ କୁହୁଡ଼ି ପଡ଼ିଛି, ସେଥିପାଇଁ ଥଣ୍ଡା ଥଣ୍ଡା ଲାଗିଲା। ଭାବିଲି ଆଗେ ଯାଇଛି ଟିକେ ବନେଇକି ଚା କି କଫି ପିଇଦିଏ। ଗରମା ଗରମ କଫି ଟିକେ ଘରେ ବନେଇ ଦେଇକି ତାକୁ ଟିକେ ପିଇଦେଲି। ଆପଣମାନେ ଭାବୁଥିବେ ମୁଁ କାହିଁକି ଏତେ ଶୁଖିଲା ଶୁଖିଲା ଦେଖାଯାଉଛି। ଏଇଥିପାଇଁ ଦେଖାଯାଉଛି 3-4 ଦିନ ହେଲା ଭିଡ଼ିଓ ମୁଁ ଦେଇପାରୁନି। ମୋତେ ପ୍ରବଳ ଜ୍ୱର, ଥଣ୍ଡା, କାଶ ସବୁ ହେଉଛି। ମେଡ଼ିସିନ ଖାଇକି ମୋ ଅବସ୍ଥା ଖରାପ। ଭାତ ବି 3 ଦିନ ହେଲା ଖାଇନଥିଲି। ସେଥିପାଇଁ ସକାଳୁ ଆଜି ଇଚ୍ଛା ହେଲା ଟିକେ ପଖାଳ ଖାଇବା ପାଇଁ। ଆଗେ ପଖାଳ ସହିତ ଫୁଲକୋବି ଭଜା ଆଉ ହେଉଛି ଶୁଖୁଆ ଟମାଟୋ ଚକଟି ଲଗେଇକି ସକାଳୁ ଟିକେ ପଖାଳ ଖାଇଦେଲି। ତାପରେ ଦ୍ୱିପହରେ ଆଜି ଟିକେ ଆଇଁଷ ବାର ଥିଲା, ଶୁକ୍ରବାର ଯେହେତୁ, ସେଥିପାଇଁ ମାଛ ତରକାରୀକୁ ଭାତ କରିଥିଲି। ତା ସହିତ ଟିକେ ଆଚାର ଆଣିକି ପାଟିଟା ପୁରା ଅରୁଚ ହେଇଯାଇଛି। ଖାଇକି ଦ୍ୱିପହରେ ଟିକେ ଶାନ୍ତିରେ ଖାଇଲି। ତାପରେ ହେଉଛି ଶୋଇ ଉଠିକି 4ଟା ବେଳେ କାମ ସାରିକି ସନ୍ଧ୍ୟାବେଳେ ଇଚ୍ଛା ହେଲା ଟିକେ ଇପି ଖାଇବା ପାଇଁ। ସେଥିପାଇଁ ଇପି ବନେଇ ଟିକେ ଖାଇଦେଲି। ଏଇଠି ମୋ ବ୍ଲଗ୍ଟି ସରିଲା। ଭଲ ଲାଗିଲେ ନିଶ୍ଚିତ ସବସ୍କ୍ରାଇବ୍ କରିଯିବେ। ଜୟ ଜଗନ୍ନାଥ।